हेलो हाय नमस्कार भाग्य गाइड चैनल को स्वागत करुचे मैं सुनीता। प्रोसेस जଣା ଅଛି फाइल 1 फाइल 2 फाइल 3 এই তিনোটি ফাইল মধ্যରୁ ଆପଣ ଗୋଟେ ফাইল ସିଲେକ୍ଟ କରନ୍ତୁ। जो फाइल सिलेक्ट କରିଥିବେ ଆପଣ ସେଇ फाइल ର ରିଡିଂ ଦେଖି ନିଅନ୍ତୁ। ଭିडिଓ ର ଡାହାଣ ପଟ ସାଇଡ ରେ ଉପରକୁ ଲେଖା ଅଛି କୋଉ फाइल ର नंबर, ତ ଆପଣ ସ୍କିप କରି କରି ଆଗକୁ ଯାଇ ପାରିବେ। चलନ୍ତୁ ଦେଖିନେବା ଏବେ ଆଜିର ରିଡିଂ। ଯୋଉମାନେ फाइल 1 ସିଲେକ୍ଟ କରିଛନ୍ତି ଚଲନ୍ତୁ ଦେଖିନେବା ଏବେ फाइल 1 ର ରିଡିଂ। ଫାର୍ଷ୍ଟ କାର୍ଡ ଆପଣଙ୍କର 9 ଅଫ କପ୍ସ ଶୋ କରୁଛି। ଆପଣ ସାମାଜିକ ଲାଇଫରେ ବହୁତ ଖୁସିରେ ରହିବେ। ଆପଣ ପାର୍ଟି କରିପାରନ୍ତି, ଗୋଟେ ଜାଗା ରହିପାରେ ଯୋଉଠି ଆପଣ ବହୁତ ଲୋକମାନଙ୍କ ସହିତ ନିଜର ଫିଲିଂ ସେୟାର କରିବେ, କଥାବାର୍ତ୍ତା କରିବେ, ଲୋକଙ୍କୁ ଭେଟିବେ, ସାଙ୍ଗସାଥି ଭଲ ମିଳିବେ। ଆପଣଙ୍କର ହେଲ୍ଥ ଯଦି ଖରାପ ଥିଲା ଏବେ ହେଲ୍ଥରେ ସୁଧାର ଆସିଯିବ ଆଉ ହେଲ୍ଦି ଫିଲ୍ କରିବେ। ଆପଣଙ୍କୁ ଖୁସି ମିଳିବ, ଆପଣଙ୍କର ଲୋକପ୍ରିୟତା ବଢିବ, ଆଉ ଆପଣଙ୍କର ଯୋଉ ରିଲେସନସିପ ସେ ଯଦି ପ୍ରୋବ୍ଲେମ ଚାଲିଥିଲା ଏବେ ବହୁତ ବଢିଆ ସେ ରିଲେସନସିପ ଚାଲିବ। ଆଉ ଯୋଉମାନଙ୍କ ସହିତ କଥା ବନ୍ଦ ହେଇଯାଇଥିଲା ସେମାନଙ୍କ ସହିତ ଆପଣଙ୍କର କମ୍ୟୁନିକେସନ ହେଇପାରେ ଆଉ ଆପଣଙ୍କ ମାଇଣ୍ଡକୁ ନୂଆ ନୂଆ ଆଇଡିଆଜ ଆସିପାରେ। କାର୍ଡ ଇଣ୍ଡିକେଟ କରୁଛି କି ଆପଣ ଯେକୌଣସି ବାଦ ବିବାଦରେ ଫସି ଯାଇଥିଲେ ଆପଣଙ୍କୁ ଜଷ୍ଟିସ ମିଳିବ ଆଉ ଡିସିସନ ଆପଣଙ୍କ ସପୋର୍ଟ ରେ ଯିବ। ଆପଣ କିଛି କଣ୍ଟ୍ରାକ୍ଟ ସାଇନ କରିପାରନ୍ତି, ଆପଣଙ୍କୁ ଗୋଟେ ବାଲାନ୍ସ ଏବେ ଦେଖାଯିବ ଆଉ କିଛି ବିଜନେସ ପ୍ରପୋଜାଲ ଆପଣଙ୍କୁ ମଧ୍ୟ ମିଳିପାରେ। ଇଣ୍ଡିକେଟ କରୁଛି କୁଇନ୍ ଅଫ ପେଣ୍ଟାକଲ୍ସ। ଆପଣ ନେଚର ବହୁତ ବଢିଆ, ଆପଣଙ୍କ ହାର୍ଟ ବହୁତ ବଢିଆ, ବହୁତ ଦୟାଳୁ, ସମସ୍ତଙ୍କ ପ୍ରତି ଦୟା ଯେତିକି ଅଛି ସମସ୍ତଙ୍କ ସହିତ ସେୟାର କରିବାକୁ ଆପଣ ବହୁତ ଭଲ ପାଆନ୍ତି। ଆଉ ଆପଣଙ୍କ ପାଖରେ ଯୋଉ ଲକ୍ଜରୀଟା ସେଲିବ୍ରେଟ କରିବାର ଯେମିତିକି ଟାଇମ ଆସିଯାଇଛି। ଆପଣ ଯାହା ବି ଚାହିଁବେ ସେଇଟା କରିପାରିବେ ଆଉ ବହୁତ ମୁଡ ହିସାବରେ ଆପଣ ସବୁ କିଛି କରିବେ। ମୁଡ ଭଲ ତ ସବୁ ଠିକ ଠାକ, ନହେଲେ ସବୁ ଖରାପ, ସେଇ ଟାଇପ ର। ଆଉ ଆପଣଙ୍କର ପର୍ସନାଲିଟି ଦେଖିବାକୁ ଗଲେ ଆପଣ ବହୁତ କେୟାରିଂ। ଇଣ୍ଡିକେଟ କରୁଛି ଜଜମେଣ୍ଟ କାର୍ଡ। ଆପଣଙ୍କୁ କିଛି ଅପରଚୁନିଟି ମିଳିବ ଯୋଉଟା କି ଆପଣ ଇଗ୍ନୋର କରିବା କଥା ନୁହେଁ। ଆପଣଙ୍କ ଲକ୍ ରେ ଅଛି କିନ୍ତୁ ଆପଣ ସେଇଟା ଇଗ୍ନୋର କରିପାରିବେ କି ଆକ୍ସେପ୍ଟ କରିବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। କିଛି ଫ୍ରେଶ ଏଫର୍ଟ ଦେବେ, ନୂଆ ପ୍ରୋଜେକ୍ଟର ଆଇଡିଆସ ଦିମାଗକୁ ଆସିବ, କ୍ୟାରିୟରରେ ସକ୍ସେସ ମିଳିବ ଆପଣଙ୍କୁ। ପାଷ୍ଟ ଯେତିକି କଷ୍ଟ କରିଛନ୍ତି ତାର ଏନଜୟମେଣ୍ଟ ଆପଣ ମିଳିବ। ଆପଣ ବହୁତ ଖୁସିରେ ରହିବେ। ଯେତେ ଜଲ୍ଦି ଭାବୁଛନ୍ତି ଏଇ କାମଟା ମୋର ହବ କି ନାହିଁ, ଆପଣଙ୍କର କାମ ତାଠାରୁ ବହୁତ ଜଲ୍ଦି ହେଇଯିବ। ଯଦି ବି ଆପଣ ଏବେ ଓରିଡ୍ ଅଛନ୍ତି ତାହେଲେ ଓରିଡ୍ ହବାର କୌଣସି ପ୍ରଶ୍ନ ଉଠୁନି। ଆପଣ ଟାଇମ ସହିତ ଏତେ ଟାଇମ ରହିଗଲେ ଆଉ ଟିକେ ଟାଇମ ଅପେକ୍ଷା କରିଯାଆନ୍ତୁ, ନହେଲେ ଆପଣଙ୍କର ଭଲ ସମୟ ଆସିବାର ସମୟ ଆସିଯାଇଛି। ଯଦି ଏଇଟା ଫିଲ୍ କରୁଛନ୍ତି ଠିକ ଅଛି, ଯଦି ଭଲ ଟାଇମ ଆସିଛି ବୋଲି ଫିଲ୍ କରିପାରୁନାହାନ୍ତି ଆପଣ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ, ଆପଣ ଭଲ ଟାଇମ ନିଶ୍ଚୟ ଆସିବ। ଏଇଟା ଥିଲା फाइल 1 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ ଆଉ ଆପଣଙ୍କର ନିଜର ଲୋକମାନଙ୍କ ସହିତ ସେୟାର କରିବେ ତାକି ସେମାନେ ବି ମଧ୍ୟ ତାଙ୍କର ଭବିଷ୍ୟ ବିଷୟରେ ଜାଣିପାରନ୍ତୁ ଆଉ ତାଙ୍କୁ ପଜିଟିଭ ଗାଇଡାନ୍ସ ମିଳିପାରୁ, ଯେମିତି ସେମାନେ ଡିମୋଟିଭେଟ ନ ହେଇକି ଖୁସି ହେଇକି ଆଗକୁ ବଢିବେ ଓ ନିଜର ଦାୟିତ୍ୱ ନେବେ, ନିଜ ଜୀବନରେ ସେ ଖୁସିରେ ରହିବେ। ଏଇଟା ଥିଲା ଭାଗ୍ୟ ଗାଇଡ ଚ୍ୟାନେଲ ତରଫରୁ ଆପଣଙ୍କ ମାନଙ୍କ ପାଇଁ ଗୋଟେ ପ୍ରୟାସ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନେବା ଏବେ फाइल 2 ର ରିଡିଂ। ଯେଉଁମାନେ फाइल 2 ସିଲେକ୍ଟ କରିଛନ୍ତି ତାଙ୍କ ପାଇଁ କାର୍ଡ ଆସିଯାଇଛି। ଆପଣଙ୍କୁ କିଛି ଗୋଟେ ଡିସିସନ ଏବେ ଲଜିକାଲି ନେବାକୁ ପଡିବ। ଆପଣଙ୍କ ପାଖରେ କିଛି କ୍ଲୁ ନ ରହିପାରେ କି କୋଉ ଡାଇରେକ୍ସନରେ ଆପଣ ଯିବେ, କିନ୍ତୁ ଆପଣ ଡିସିସନ ନେବାକୁ ପଡିବ। ଆଉ ଆପଣଙ୍କ ଭିତରେ ଏବେ ଗୋଟେ ବାଲାନ୍ସିଂ ନେଚର ଆସିଯିବ। କାହା ସହିତ ଆପଣଙ୍କର ଯୁକ୍ତି ତର୍କ ହେଇପାରେ। ଆପଣଙ୍କର ଏବେ ସେକେଣ୍ଡ କାର୍ଡ ଦେଖିବାକୁ ଗଲେ ଆପଣଙ୍କର ହାର୍ଡ ଟାଇମ୍ ଏବେ ଆସିପାରେ, କିନ୍ତୁ ଆପଣ ସେଇ ହାର୍ଡ ଟାଇମ୍ରୁ ମଧ୍ୟ ଆଗକୁ ବାହାରି ପାରିବେ। ଇନକମ୍ ଯେତିକି କରିବେ ଖର୍ଚ୍ଚ ଆପଣଙ୍କର ସେତିକି ହେଇଯିବ।
ଆପଣ ନିଜର ବୁଦ୍ଧି ବଳରେ ଏହି ଡିଫିକଲ୍ଟ ସିଚୁଏସନରୁ ବାହାରି ପଡ଼ିବେ ପାରିବେ। ନିଜର ଯେତିକି ବି ଧନ ଅଛି, ପଇସା ଅଛି ବା କିଛି ବି ଅଛି, ତାକୁ ଆପଣ ଟିକେ ମାଇଣ୍ଡଫୁଲି ଖର୍ଚ୍ଚ କରନ୍ତୁ। ଯଦି ଭାବୁଛନ୍ତି ନାଇଁ ମୁଁ ଅଧିକ ଖର୍ଚ୍ଚ କରିଦେଉଛି କି ଖର୍ଚ୍ଚ କରିବାର ଅଛି ଫାଲତୁ, ତ ସେଗୁଡ଼ା ଏବେ ଟିକେ ଜଗି ନିଅନ୍ତୁ। ଥାର୍ଡ଼ କାର୍ଡ଼ ଇଣ୍ଡିକେଟ୍ କରୁଛି ଆପଣଙ୍କୁ ଲାଇଫରେ ଖୁସି ଆସିଯିବ। ସମସ୍ତଙ୍କ ସହିତ ଆପଣ ଏକାଠି ହେଇପାରିବେ। ଆପଣ ପାର୍ଟିଜକୁ ଯାଇପାରିବେ, କିଛି ମିଟିଂ ଆଟେଣ୍ଡ କରିପାରିବେ। ଲଭ୍ ଲାଇଫ୍ ଆପଣଙ୍କର ମଧ୍ୟ ଭଲ ରହିବ ଶୋ କରୁଛି। ଯେଉଁମାନେ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରୁଛନ୍ତି ତାଙ୍କର ପଜିଟିଭ୍ ଆସିବାର ବହୁତ ଚାନ୍ସେସ୍ ଅଛି। ଯାହା ବି ଆପଣଙ୍କର ଦେହ ଖରାପ ଅଛି ତାହା ଧୀରେ ଧୀରେ ଭଲ ହେଇଯିବ, ଆଉ ଆପଣ ଗୋଟେ ବାଲାନ୍ସିଂ ଷ୍ଟେଟ୍ରେ ନିଜକୁ ପାଇବେ। କେଉଁଠି କାହାର ବାହାଘର ହଉ, ବ୍ରତଘର ହଉ, କିଛି ପାର୍ଟି ଫଙ୍କସନ୍ ଏବେ ଆପଣ ଆଟେଣ୍ଡ କରିବେ। ବଟମ୍ ଅଫ୍ ଡେକ୍ ଇଣ୍ଡିକେଟ୍ କରୁଛି ଆପଣଙ୍କ ଭିତରେ ଏନର୍ଜି ବହୁତ ଅଛି। ଆପଣ ଗୋଟେ ଭଲ ସାଙ୍ଗ ହେଇପାରିବେ, ଭଲ ଜୀବନ ସାଥୀ ହେଇପାରିବେ। এইটা ଥିଲା ପାଇଲ୍ 2 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ ଆଉ ନିଜର ଲୋକମାନଙ୍କ ସହିତ ମଧ୍ୟ ସେୟାର କରିଦେବେ। ଚାଲନ୍ତୁ ଦେଖିନେବା ଏବେ ପାଇଲ୍ 3 ର ରିଡିଂ। ଯେଉଁମାନେ ପାଇଲ୍ 3 ସିଲେକ୍ଟ କରିଛନ୍ତି ସେମାନଙ୍କ ପାଇଁ କିଛି ନୂଆ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ କିଛି ଗୋଟେ ଯୋଉ ବେସ୍ଟା ଆପଣ ବନେଇବେ, ଷ୍ଟ୍ରଙ୍ଗଲି ବନେଇବେ। ଆପଣଙ୍କୁ ସିକ୍ୟୁରିଟି ମିଳିବ, ଫାଇନାନ୍ସିଆଲ ଇମ୍ପ୍ରୁଭମେଣ୍ଟ ଦେଖିବାକୁ ମିଳୁଛି। ଯେମିତିକି ଆପଣ ଯଦି କିଛି ପଇସାକୁ ନେଇକି କିଛି ପ୍ରୋବ୍ଲେମ ଥିଲା ତାର ଇମ୍ପ୍ରୁଭମେଣ୍ଟ ବି ଆପଣଙ୍କୁ ଦେଖଉଛି। ଆଉ କିଛି ପଇସା ଆପଣଙ୍କୁ ମିଳିପାରେ, କାହାଠାରୁ ବି ହଉ ମିଳିପାରେ। ସେକେଣ୍ଡ କାର୍ଡ ଇଣ୍ଡିକେଟ କରୁଛି କିଛି ଗୋଟେ ଆପଣଙ୍କୁ ସକ୍ ଲାଗିପାରେ। ଯୋଉ ନ୍ୟୁଜଟା ଶୁଣିଲା ପରେ ଲାଗିବ ଯେମିତି ପାଦ ତଳୁ ମାଟି ଖସି ଯାଇଛି, କିନ୍ତୁ ଏଇଟା ଆପଣଙ୍କୁ ସେଇ ଟାଇମରେ ଲାଗିବ ବହୁତ କଷ୍ଟ ଦବ। କିନ୍ତୁ ଏଇଟା ହଉଛି ଆପଣଙ୍କୁ ଗୋଟେ ବ୍ଲେସିଂ ଟାଇପର କାମ କରିବ। ଯେତିକି ଆପଣ ପୁରୁଣା ଭାବନା ଥିଲା କି ଗୋଟେ ଭୁଲ ବୁଝାମଣା ଥିଲା, ସେଇଟା ଆପଣଙ୍କୁ ଠିକ ଡିସିସନ ନବାକୁ ବାଧ୍ୟ କରିବ। ଆଉ ଯେମିତି କି ଆପଣ ସେଇ ପ୍ରୋବ୍ଲେମ ଯଦି ଫେସ୍ ନ କରିବେ, ଏଇ ଯୋଉ ସକ୍ ଟା ଲାଗିବ ଯଦି ଆପଣ ଫିଲ୍ ନ କରିବେ, ତାହେଲେ ଆଗକୁ ବଢିବାରେ ଆପଣଙ୍କୁ ପ୍ରୋବ୍ଲେମ ହବ। କିଛି ନା କିଛି ଏବେ ଟିକେ କେୟାରଫୁଲି ରୁହନ୍ତୁ। ଯେତିକି ପାରୁଛନ୍ତି ନିଜେ କଣ୍ଟ୍ରୋଲ କରି ରହିବା କଥା ରୁହନ୍ତୁ। ଥାର୍ଡ କାର୍ଡଟା ଇଣ୍ଡିକେଟ କରୁଛି ଆପଣ କୁଆଡେ ଟ୍ରାଭେଲ କରିବାକୁ ଯାଇପାରନ୍ତି। ଏଇ ସକ୍ ଲାଗିବା ପରେ ଆପଣ ନିଜର ସିଚୁଏସନରୁ ବାହାରି ଯିବେ, ଗୋଟେ ନିଜକୁ ବେଟର ପାର୍ଟରେ ଦେଖିବେ। କାହା ସହିତ ବି ଆପଣ ବୁଲିବାକୁ ଯାଇପାରନ୍ତି, ଯାହା ବି ପ୍ରୋବ୍ଲେମ୍ ଥିବ ସଲ୍ଭ ହେଇଯିବ, ଆଉ ଆପଣ ଗୋଟେ ପଜିଟିଭ୍ ଡାଇରେକ୍ସନରେ ଆଗକୁ ବଢ଼ିବେ। ବଟମ୍ ଅଫ୍ ଡେକ୍ ଆପଣଙ୍କର ହେଉଛି 6 ଅଫ୍ ପେଣ୍ଟାକଲ୍ସ। ଯେତିକି ପଇସା ଅଛି ଆପଣ ତାକୁ ଭଲ କାମରେ ୟୁଜ୍ କରିବେ, କାହାକୁ ହେଲ୍ପ କରିପାରନ୍ତି। କିନ୍ତୁ ସେ କହୁଛି ଯଦି ଆପଣଙ୍କ ପାଖରେ 10 ଟଙ୍କା ଅଛି, କି ହେଲ୍ପ ମାଗୁଛି 10 ଟଙ୍କା ଆପଣ ଦିଅନ୍ତୁନି, ଆପଣ ତାଙ୍କୁ ଟଙ୍କାଟା କି 2 ଟଙ୍କା ସେଇ ହିସାବରେ ସାହାଯ୍ୟ କରନ୍ତୁ। ସବୁ ପଇସା ଯଦି ଆପଣ ଜଣକୁ ହେଲ୍ପରେ ଦେଇଦେବେ, ଆପଣଙ୍କ ପ୍ରୋବ୍ଲେମ୍ ବେଳେ କେହି ବି ଆପଣଙ୍କୁ ହେଲ୍ପ କରିବେନି, ସେଇ ଟାଇପ୍ର ସିଚୁଏସନ୍ ଆସିଯାଇଛି। କେହି ଆପଣଙ୍କ ଭିତରେ ଗୋଟେ ଟ୍ୟାଲେଣ୍ଟ ଦେଖିଛି, ଆପଣଙ୍କୁ ଫାଇନାନ୍ସିଆଲ ସପୋର୍ଟ ମିଳିପାରେ। ଆଉ ଯୋଉଠି ବି ଆପଣ କିଛି ଲୋନ୍ କରିଛନ୍ତି ସେଇଟା ସୁଜା ଯିବାର କାର୍ଡରେ ଶୋ କରୁଛି। ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍ କରିବେ, ସବସ୍କ୍ରାଇବ କରିବେ ଆଉ ନିଜର ଲୋକମାନଙ୍କ ସହିତ ସେୟାର କରିବେ, ତାକି ସେମାନେ ବି ମଧ୍ୟ ତାଙ୍କ ବିଷୟରେ ଜାଣିପାରନ୍ତୁ ଆଉ ଗୋଟେ ପଜିଟିଭ ଡାଇରେକ୍ସନରେ ଆଗକୁ ବଢ଼ନ୍ତୁ। ବାଏ, ଟେକ୍ କେୟାର।